ରାମ ନାରାୟଣ ରାମ। ଏହା ପର୍ଯ୍ୟାପ୍ତ। ଏହି ହେଉଛି ଧର୍ମର ମୂଳ। ଏହି ଚିନ୍ତା ଏଠାରେ କୌଣସି ଦିଏ ନାହିଁ। ତୁମେ ଏହି କଥା ମୃତ୍ୟୁର ବହିରେ ପୂର୍ବରୁ ଲେଖାଯାଇଛି। ଏହି ଦେହ ମଧ୍ୟ କର୍ପୂର ପରି ଅଛି। ଆମେ ଅଦୃଶ୍ୟ ହେଉଥିବା ପଥରେ ଅଛୁ। ଅଣିମା ଶକ୍ତି ନେଇ ଏଠାରେ ଅଛୁ। ସମସ୍ତ ସୃଷ୍ଟି ଅଣିମା ଶକ୍ତି ସହିତ ଚାଲୁଛନ୍ତି। ଏହା ହେଉଛି ଶକ୍ତିର ମୂଳ ଉଦ୍ଦେଶ୍ୟ। ପାଣି ଅଦୃଶ୍ୟ ପଥରେ ଯାଇ ଏତେ ତୁଫାନ ପାଣି ଆସେ। ଏତେ ପାଣି କେଉଁ ପ୍ରକ୍ରିୟା ମାଧ୍ୟମରେ ଗଲା ଏହା ଦେଖାଯାଉନି। ଏଭଳି ଏହି ଦେହ ଅଦୃଶ୍ୟ ହେଉଛି। ଆମେ ଅଦୃଶ୍ୟ ପଥରେ ଯାଉଛୁ। ଗୋଟିଏ ଦିନ ଆମେ ତୁଫାନ ଦେଖିବାର, ଗୋଟିଏ ଦିନ ଆମେ ବଡ଼ ଶକ୍ତି ବଡ଼ ଆସୁଥିବାକୁ ଦେଖିବାର। ଆମେ ସେହି ବଡ଼ ଶକ୍ତିଗୁଡ଼ିକୁ ଅଧିଗ୍ରହଣ କରିବାକୁ କିମ୍ବା ସଂଗ୍ରହ କରିବାକୁ ଯିବା। ସଦା ମନେ ରଖ କାହିଁକି ତୁମେ ଆସିଛ, କେଉଁଠି ଯିବା, ଆସିବାର ଉଦ୍ଦେଶ୍ୟ କ'ଣ, ଏହି ତିନିଟି କଥା ବିଚାର କର। ପରିବର୍ତ୍ତନ ଟ୍ରାନ୍ସଫରମେସନ ଅଦ୍ଭୁତ ଅଟଳ। ଜଗତ ମୋର ଷ୍ଟେସନ। ଆମେ ସମୟ ସମୟରେ ପେଟ୍ରୋଲ ନେଉଛୁ ଗୋଟିଏ ଷ୍ଟେସନରୁ ଅନ୍ୟ ଷ୍ଟେସନକୁ ଯିବା ପାଇଁ। ତାରାକୁ ଆମେ ବିଶ୍ୱରେ ବିମାନ ପରି ପଡ଼ିବାର। ଏଠାରେ ଉତ୍ତରି ସଫା କରାଯାଇଥିବା ଶୁଦ୍ଧୀକୃତ ଇନ୍ଧନ ପୁଣି ନେଇ ଅନ୍ୟ ତାରାକୁ ଯିବାକୁ ହେବ। ଏହା ମୋର ଜଗତ ନୁହେଁ। ଆମେ ବିତରଣ କରୁଛୁ। ଏହା କେବଳ ଷ୍ଟେସନ। ଆମେ ଶୂନ୍ୟରେ ବସୁଛୁ। ଜଗତ ମଧ୍ୟ ଶୂନ୍ୟ। ଆମେ ମଧ୍ୟ ଶୂନ୍ୟ। ଖାଲିକୁ ପୂରଣ କରୁଛୁ। ସୂର୍ଯ୍ୟ, ଚନ୍ଦ୍ର, ତାରାମାନେ ମଧ୍ୟ ପୂରଣ କରୁଛନ୍ତି। ସମସ୍ତେ ଏହି ପୂର୍ଣ୍ଣତା ପାଇଁ ପ୍ରୟାସ କରୁଛନ୍ତି।